ଯୁକ୍ତ 2 ରେ ସରକାର ସିଟ୍ ବଢାଉଛନ୍ତି। ଉଚ୍ଚ ମାଧ୍ୟମିକ ସ୍କୁଲ ସଂଖ୍ୟା ମଧ୍ୟ ବୃଦ୍ଧି କରୁଛନ୍ତି। ହେଲେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସିଟ୍ ସଂଖ୍ୟା ଠାରୁ କମ୍ ପିଲା ଆବେଦନ କରିଛନ୍ତି। ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ବୋର୍ଡ ଅଧୀନରେ ଯେତିକି ପିଲା ମାଟ୍ରିକ ପାସ୍ କରିଛନ୍ତି ସେତିକି ପିଲା ଯୁକ୍ତ 2 ପାଇଁ ଆବେଦନ କରିନାହାନ୍ତି। ତେଣୁ ଡ୍ରପ୍ ଆଉଟ୍ ଆଶଙ୍କା କରାଯାଉଛି। ଏହାକୁ ନେଇ ଶିକ୍ଷାବିତ୍ ମାନେ ଚିନ୍ତାରେ ପଡ଼ିଛନ୍ତି। ଯୁକ୍ତ 2 ନାମଲେଖା ପାଇଁ ଆବେଦନ ଗତ 12 ଜୁଲାଇରେ ଶେଷ ହୋଇଥିବା ବେଳେ ସାମ୍ସ ତଥ୍ୟ ଅନୁଯାୟୀ 2343ଟି କଲେଜ ପାଇଁ 5,48,249 ସିଟ୍ରେ ଯୁକ୍ତ 2 ନାମଲେଖା ହେବ। ରାଜ୍ୟରେ ମୋଟ 5,08,161 ଜଣ ପଞ୍ଜୀକରଣ କରିଥିବା ବେଳେ 4,76,058 ଜଣ ଆବେଦନ କରିଛନ୍ତି। ଏଥିରୁ 4,71,571 ଜଣ ଅନଲାଇନରେ ଆବେଦନ ଫି ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକରେ 5,30,153 ଜଣ ପିଲା ପାସ୍ କରିଛନ୍ତି। କିନ୍ତୁ ଚଳିତ ବର୍ଷ ପାଖାପାଖି 80,000 କମ୍ ପିଲା ଆବେଦନ କରିଛନ୍ତି। ଗତ ବର୍ଷ 5,24,000 ସିଟ୍ ଥିବା ବେଳେ 4,67,000 ପିଲା ଆବେଦନ କରିଥିଲେ। ଏଥିରୁ ନାମ ଲେଖାଇଥିଲେ 4,13,681 ଜଣ ଛାତ୍ରଛାତ୍ରୀ। ଗତ ବର୍ଷ 1,10,733 ସିଟ୍ ଖାଲି ପଡ଼ିଥିଲା। ଗତ 2-3 ବର୍ଷ ହେବ ଏମିତି ସମାନ ପରିସ୍ଥିତି ହିଁ ଦେଖିବାକୁ ମିଳୁଛି। ଏଥିରୁ ଆଶଙ୍କା କରାଯାଉଛି ଯେ ଚଳିତ ବର୍ଷ ମଧ୍ୟ ସିଟ୍ ଖାଲି ପଡ଼ିବ। ମାତ୍ର କେଉଁ ବିଭାଗରେ କେତେ ପିଲା କମ୍ ଆବେଦନ କରିଛନ୍ତି ତାହା ଜଣାପଡ଼ିନି। ନାମଲେଖା ଶେଷ ହେବା ପରେ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ।